आहे आस आमे माने सदाप्रभुଙ୍କ उद्देश्ୟରେ ଗାନ କରୁ। ଆମମାନଙ୍କ ପରିତ୍ରାଣର ଶୈଳଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରୁ। କାରଣ ସଦାପ୍ରଭୁ ମହାନ ପରମେଶ୍ୱର ଓ ସକଳ ଦେବତା ଉପରେ ମହାନ ରାଜା ଅଟନ୍ତି। ପୃଥିବୀର ଗଭୀର ସ୍ଥାନ ସବୁ ତାହାଙ୍କର ହସ୍ତଗତ। ପର୍ବତଗଣର ଶିଖ ମଧ୍ୟ ତାହାଙ୍କର, ସମୁଦ୍ର ମଧ୍ୟ ତାହାଙ୍କର। ସେ ତାହା ସୃଷ୍ଟି କଲେ, ପୁଣି ଶୁଷ୍କ ଭୂମି ତାହାଙ୍କର ହସ୍ତ ନିର୍ମିତ। आहे आस ଉବୁଡ଼ ହୋଇ ପ୍ରଣାମ କରୁ। ଆମମାନଙ୍କର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ଛାମୁରେ ଆଣ୍ଠୁ ପାତୁ। ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁର ଏବଂ ପ୍ରିୟ ନାମରେ ଆପଣମାନଙ୍କୁ ନମସ୍କାର ଜଣାଏ। ବିଶେଷ ଭାବରେ ଆଜିର ଏହି ଅପରାହ୍ନ ଉପାସନାକୁ ଆପଣମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ସ୍ୱାଗତ ଜଣାଏ। ପ୍ରିୟମାନେ, ଆମମାନେ ବର୍ତ୍ତମାନ ମଧ୍ୟ ଏକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବସବାସ କରୁଛୁ। ମାଣ୍ଡଳିକ ଭାବରେ ଈଶ୍ୱରଙ୍କର ଉପାସନା ତାଙ୍କର ଉପାସନାଳୟରେ କରିବା ନିମନ୍ତେ ଏପର୍ଯ୍ୟନ୍ତ ସୁଯୋଗ ପାଇପାରିନାହୁଁ। ମାତ୍ର ପ୍ରଭୁଙ୍କର ଅସୀମ ଦୟାରୁ ଏହି ଟେକ୍ନୋଲୋଜି ମାଧ୍ୟମରେ ଆମମାନେ ପରସ୍ପରର ସହଭାଗିତାରେ ଆସିପାରୁଛୁ। ସେଥିପାଇଁ ଈଶ୍ୱରଙ୍କର ମହାନାମକୁ ଧନ୍ୟବାଦ ଜଣାଏ। ପ୍ରିୟ ବନ୍ଧୁଗଣ, ତେବେ ଆସନ୍ତୁ ଆଜିର ଏହି ଉପାସନା କାର୍ଯ୍ୟକୁ ଆରମ୍ଭ କରିବା। ନିଜ ନିଜକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରିବା, ପ୍ରାର୍ଥନା କରିବା। ପ୍ରେମମୟ ସ୍ୱର୍ଗସ୍ଥ ପିତା, ତୁମର ପବିତ୍ର ମହାନାମକୁ ଧନ୍ୟବାଦ ଜଣାଉଛି ଯେ ତୁମେମାନଙ୍କୁ ଦୟା କରିଛ, ଅନୁଗ୍ରହ କରିଛ। ଏହି ସପ୍ତମ ମାସର ପ୍ରଥମ ରବିବାରରେ ଆମମାନଙ୍କୁ ତୁମେ ଜୀବିତମାନଙ୍କ ମଧ୍ୟରେ ସ୍ଥାନ ଦେଇଛ। ସେଥିପାଇଁ ତୁମ ମହାନାମକୁ କୋଟି କୋଟି ଧନ୍ୟବାଦ। ଯଦିଓ ଆମେ ଏକ ଭୟର ବାତାବରଣ ମଧ୍ୟ ଦେଇ ବାସ କରୁଛୁ, ପ୍ରତିକୂଳ ପରିସ୍ଥିତିରେ ବାସ କରୁଛୁ, ତଥାପି ତୁମମାନଙ୍କୁ ତୁମର ସୁରକ୍ଷାର ବଳୟ ମଧ୍ୟରେ ରଖିଛ। ଜୀବିତମାନଙ୍କୁ ମଧ୍ୟ ସ୍ଥାନ ଦେଇଛ, ଶାରୀରିକ ଭାବରେ ସୁସ୍ଥ ଏବଂ ସବଳତାରେ ରଖିଛ। ସମସ୍ତ ଆବଶ୍ୟକ ବିଷୟ ତୁମେ ଯୋଗାଇଛ ବୋଲି ତୁମ ମହାନାମକୁ କୋଟି କୋଟି ଧନ୍ୟବାଦ ଜଣାଉଛି। ପ୍ରଭୁ, ଅନେକ ଏ ସଂକ୍ରମଣରେ ସଂକ୍ରମିତ ହୋଇ ଅସୁସ୍ଥ ଅଛନ୍ତି, ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେ ପ୍ରତ୍ୟେକଙ୍କୁ ଆମେ ସ୍ମରଣ କରୁଛୁ। ପ୍ରଭୁ, ତୁମେ ପ୍ରତ୍ୟେକଙ୍କୁ ଦୟା କର, ଅନୁଗ୍ରହ କର। ତୁମର ଇଚ୍ଛା ଅନୁଯାୟୀ ସେମାନଙ୍କୁ ସୁସ୍ଥତା ପ୍ରଦାନ କର। ଆମମାନଙ୍କ ଦେଶ ପାଇଁ ପ୍ରାର୍ଥନା କରୁଛୁ, ଆମମାନଙ୍କ ରାଜ୍ୟ ପାଇଁ ପ୍ରାର୍ଥନା କରୁଛୁ, ଆମ ଜିଲ୍ଲା ପାଇଁ ପ୍ରାର୍ଥନା କରୁଛୁ, ଆମ ସହର ପାଇଁ ପ୍ରାର୍ଥନା କରୁଛୁ। ପ୍ରଭୁ, ବିଶେଷ ଭାବରେ ଆମ ମଣ୍ଡଳୀ ପାଇଁ ପ୍ରାର୍ଥନା କରୁଛୁ। ମଣ୍ଡଳୀ ସହିତ ପ୍ରତ୍ୟେକ ଖ୍ରୀଷ୍ଟୀୟ ପରିବାର ନିମନ୍ତେ ପ୍ରାର୍ଥନା କରୁଛୁ। ପ୍ରଭୁ, ଯେଉଁମାନେ ଅସୁସ୍ଥତାରେ ଅଛନ୍ତି, ସମସ୍ୟାରେ ଅଛନ୍ତି, ଅସୁବିଧାରେ ଅଛନ୍ତି, ସେ ପ୍ରତ୍ୟେକଙ୍କୁ ତୁମେ ଦୟା ଏବଂ ଅନୁଗ୍ରହ କର। ବିଶେଷ ଭାବରେ ଆଜି ଯେଉଁ ବକ୍ତା ଆମମାନଙ୍କୁ ଈଶ୍ୱରଙ୍କର ବାକ୍ୟ ପରିବେଷଣ କରିବେ, ତାଙ୍କୁ ତୁମେ ବହୁଳ ଭାବରେ ଆଶୀର୍ବାଦ କର। ପବିତ୍ର ଆତ୍ମାଙ୍କର ଚାଳନା ଏବଂ ପ୍ରେରଣା ପ୍ରଦାନ କର। ଆମମାନେ ଯେତେ ଜଣ ଏହି କାର୍ଯ୍ୟକ୍ରମକୁ ଦେଖୁଛୁ ପ୍ରଭୁ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ, ଆମ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ଅନୁଗ୍ରହ କର, ଦୟା କର। ଉପାସନାର ଆରମ୍ଭରୁ ଶେଷ ଯାଏଁ ତୁମେ ଆମମାନଙ୍କର ସହବର୍ତ୍ତୀ ଈଶ୍ୱର ହୁଅ। ପ୍ରିୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହି ପ୍ରାର୍ଥନା ମାଗୁଅଛି, ଆମେନ୍। ପ୍ରିୟ ବନ୍ଧୁଗଣ, ଆସନ୍ତୁ ଏମାନେ ଏକ ଗୀତ ଦ୍ୱାରା ପରମେଶ୍ୱରଙ୍କର ପ୍ରଶଂସା କରିବା। ଗୀତଟି ଏହିପରି: ଆମେ ରକ୍ତକିତ ତାଙ୍କ ରକ୍ତେ ଧୌତ, ଯୀଶୁଙ୍କ ଅମୂଲ୍ୟ ରକ୍ତରେ। ତେବେ ଆସନ୍ତୁ ଏହି ଗୀତ ଦ୍ୱାରା ଆମେ ପରମେଶ୍ୱରଙ୍କର ପ୍ରଶଂସା କରିବା। ଆମେ ସବୁ ମେଷ ଗୋଟିଏ ପଲର, ଏକ ହିଁ ବିଶ୍ୱାସ, ଏକ ପରିବାର, ଯୀଶୁ ହିଁ ପାଳକ ଆମର। ରଚନା ଓ ସ୍ୱର ସଂଯୋଜନା ଆଚାର୍ଯ୍ୟ ପ୍ରଦୀପ କୁମାର ଦାସ। ଆମେ ରକ୍ତକୃତ ତାଙ୍କ ରକ୍ତେ ଧୌତ, ଯୀଶୁଙ୍କ ଅମୂଲ୍ୟ ରକ୍ତରେ। ଆମେ ସବୁ ଏକ ସାଧୁଙ୍କ ସହିତ ଯୀଶୁଙ୍କ ଅମୀୟ ପ୍ରେମରେ। ଆମେ ରକ୍ତକୃତ ତାଙ୍କ ରକ୍ତେ ଧୌତ, ଯୀଶୁଙ୍କ ଅମୂଲ୍ୟ ରକ୍ତରେ। ଆମେ ସବୁ ଏକ ସାଧୁଙ୍କ ସହିତ ଯୀଶୁଙ୍କ ଅମୀୟ ପ୍ରେମରେ। ଆମେ ସବୁ ମେଷ ଗୋଟିଏ ପଲର, ଏକ ହିଁ ବିଶ୍ୱାସ, ଏକ ପରିବାର, ଯୀଶୁ ହିଁ ପାଳକ ଆମର। ହାଲେଲୁୟା, ହାଲେଲୁୟା।
ଏକ ଶରୀରେ ଆମେ ସଂଯୁକ୍ତ, ଖ୍ରୀଷ୍ଟ ପ୍ରଭୁ ଆମ ମସ୍ତକ। ଏକ ଶରୀରେ ଆମେ ସଂଯୁକ୍ତ, ଖ୍ରୀଷ୍ଟ ପ୍ରଭୁ ଆମ ମସ୍ତକ। ସ୍ୱର୍ଗ ଆମ ଚିର ଦିବ୍ୟ ଧାମ, ସ୍ୱର୍ଗ ଆମ ଚିର ଦିବ୍ୟ ଧାମ। আমেরে সভিয়ে মনোনীত, আমেরে সভিয়ে মনোনীত, আমে নিমন্ত্রিত। ଆମେ ସବୁ ମେଷ ଗୋଟିଏ ପଲର, ଏକ ହିଁ ବିଶ୍ୱାସ, ଏକ ପରିବାର, ଯୀଶୁ ହିଁ ପାଳକ ଆମର। ହାଲେଲୁୟା, 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 যিশু হি পাଳକ ଆମର। ধার্মিকতা আম বসন, সত্য আম কটি বন্ধন। ধার্মিকতা আম বসন, সত্য আম কটি বন্ধন। ভ্রাতৃপ্রেম গটে চিহ্ন আম, ভ্রাতৃপ্রেম গটে চিহ্ন আম। সেবাহি জীবনে সুমহত, সেবাহি জীবনে সুমহত, সেবা ଆମ ବ୍ରତ। ଆମେ ସବୁ ମେଷ ଗୋଟିଏ ପଲର, ଏକ ହିଁ ବିଶ୍ୱାସ, ଏକ ପରିବାର, ଯୀଶୁ ହିଁ ପାଳକ ଆମର। ହାଲେଲୁୟା, 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 ଯୀଶୁ ହିଁ ପାଳକ ଆମର। কন্যা রূপে আমি আহুত, আত্মা গুণে হুয় শোভিত। কন্যা রূপে আমি আহুত, আত্মা গুণে হুয় শোভিত। শুভে তাঙ্ক গীতি আগমন, শুভে তাঙ্ক গীতি আগমন। হে সকালে পুলকিত, হে সকালে পুলকিত, হে প্রস্তুত। ଆମେ ସବୁ ମେଷ ଗୋଟିଏ ପଲର, ଏକ ହିଁ ବିଶ୍ୱାସ, ଏକ ପରିବାର, ଯୀଶୁ ହିଁ ପାଳକ ଆମର। ହାଲେଲୁୟା, 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 ହାଲେଲୁୟା,
प्रिय बंधुगण, आज ध्यान निमंते जो शास्त्रांश वक्ता द्वारा मनोनीत कर आपण माने पाइबे द्वितीय वंशावली तार 7 पर्वर 13 पद एवं 14 पद एवं द्वितीय शास्त्रांशटी द्वितीय वंशावली 20 पर्वर 9 पद। द्वितीय वंशावली तार 7 पर्वर 13 पद एवं 14 पद। आम्भे वृष्टि नहोइबा पई आकाश रुद्ध कले, किबा देश विनाश करिबा पई पंगपल माननकु आज्ञा देले, अथवा आम्भे अपना लोक माननक मध्यकु महामारी पठाइले, जेबे आम्भ नामरे ख्यात आम्भ लोक माने आपण माननकु नम्र करी प्रार्थना करिबे और आम्भर मुख अन्वेषण करी आपणा आपणा कुपथरु फेरिबे, तेबे आम्भे स्वर्गरु शुणिबा और सेमानंकर पाप क्षमा करिबा और सेमानंक दोष सुस्थ करिबा। द्वितीय शास्त्रांश द्वितीय वंशावली तार 20 पर्वर 9 पद। जेबे आममानंक प्रति अमंगल, खड्ग, दंड कि महामारी कि दुर्भिक्ष उपस्थित हेब, तेबे आम्भे माने एई गृह सम्मुखरे और तुम्भ गृह सम्मुखरे ठिया हेबु, कारण तुम्भ नाम एई गृहरे अछि। आउ आम्भे माने अपना संकट कालरे तुम्भ निकटरे प्रार्थना करिबु, तहिरे तुम्भे शुणी उद्धार करिब। प्रभु ए पठित वाक्य उपरे आशीर्वाद करंतु। प्रिय माने, आज आममानंकु ईश्वरंकर वाक्य परिवेषण करिवे श्रीजुक्त रूपक कुमार मिश्र। से होउछंती आम बालेश्वर बैप्टिस्ट मंडलीर जने प्राचीन। तेबे ईश्वरंकर वाक्य शुणिबा पूर्वरु आसंतु अल्प समय आमने ईश्वरंकर धन्यवाद करिबा, तांकर प्रशंसा करिबा एक गीत द्वारा। गीतटी हेउछि कर तांक धन्यवाद 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 हे मोहर मन। तेबे आसंतु आमने एही गीत द्वारा ईश्वरंकर धन्यवाद करिबा। पुणी परे परे श्रीजुक्त रूपक कुमार मिश्र आमनकु ईश्वरंकर वाक्यरे आगे नेबे। गीत संहिता 103 पर्व। लेखक दाऊद। आम निमंते ईश्वरंकर महान प्रेम। ईश्वर आम पई जहा करंती सेइथिरु ही से वास्तव रे किपरि अटंती बोली प्रकाशित हुए। करतांक धन्यवाद 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 करतांक धन्यवाद 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 हे मोहर मन हे मोहर मन मन प्राण सबु किछि मोर करतांक पवित्र नामर स्तुति गान हे मोहर मन नपासर तांक दान कर तांक धन्यवाद धन्यवाद धन्यवाद। क्षमा करन्ति से तोर पाप सबु सुस्थ करन्ति तोर रोग सबु। क्षमा करन्ति से तोर पाप सबु सुस्थ करन्ति तोर रोग सबु। विनाशरु तोते करन्ति उद्धार सिरे तो दियन्ति दया मुकुट। विनाशरु तोते करन्ति उद्धार सिरे तो दियन्ति दया मुकुट। कर तांक धन्यवाद 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 हे मोहर मन
ସଦା ପ୍ରଭୁ ସ୍ନେହଶୀଳ କୃପାମୟ, କ୍ରୋଧରେ ଧୀର ସେ ଚିର ଦୟାମୟ। ସଦା ପ୍ରଭୁ ସ୍ନେହଶୀଳ କୃପାମୟ, କ୍ରୋଧରେ ଧୀର ସେ ଚିର ଦୟାମୟ। କରିଛନ୍ତି ଦୂର ଅଧର୍ମ ଆମର, ପୂର୍ବରୁ ପଶ୍ଚିମ ଯେତିକି ଦୂର। କରିଛନ୍ତି ଦୂର ଅଧର୍ମ ଆମର, ପୂର୍ବରୁ ପଶ୍ଚିମ ଯେତିକି ଦୂର। କର ତାଙ୍କ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ହେ ମୋହର ମନ, ହେ ମୋହର ମନ, କର ତାଙ୍କ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ଅନିତ୍ୟ ଏଇ ଜୀବନ ତୃଣ ପରି, ଦେଖୁ ଦେଖୁ ଝଡ଼ି ପଡ଼େ ଫୁଲ ପରି। ଅନିତ୍ୟ ଏଇ ଜୀବନ ତୃଣ ପରି, ଦେଖୁ ଦେଖୁ ଝଡ଼ି ପଡ଼େ ଫୁଲ ପରି। ତଥାପି ଲଭନ୍ତି ତାଙ୍କ ଭକ୍ତ ଜନ, ଅସୀମ କରୁଣା ମଙ୍ଗଳ ଦାନ। ତଥାପି ଲଭନ୍ତି ତାଙ୍କ ଭକ୍ତ ଜନ, ଅସୀମ କରୁଣା ମଙ୍ଗଳ ଦାନ। କର ତାଙ୍କ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ହେ ମୋହର ମନ, ହେ ମୋହର ମନ, ମନ ପ୍ରାଣ ସବୁ କିଛି ମୋର। କର ତାଙ୍କ ପବିତ୍ର ନାମର ସ୍ତୁତି ଗାନ। ହେ ମୋହର ମନ, ନପାସର ତାଙ୍କ ଦାନ। କର ତାଙ୍କ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। କର ତାଙ୍କ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ସର୍ବପ୍ରଥମେ ଈଶ୍ୱରଙ୍କ ମହାନାମକୁ ମୁଁ ଧନ୍ୟବାଦ ଦେବି ଏହି ସୁନ୍ଦର ସୁଯୋଗ ନିମନ୍ତେ। ଧନ୍ୟବାଦ ଦେବି ସି ୟୁନିୟନର ପ୍ରେସିଡେଣ୍ଟ, କର୍ମକର୍ତ୍ତା ତଥା ଟେକ୍ନିକାଲ ଟିମ୍, ଯେଉଁମାନେ କି ଆମର ଏହି ଚର୍ଚ୍ଚ ବନ୍ଦ ହେବା ସମୟରେ, ଲକଡାଉନ୍ ସମୟରେ, କରୋନା ଭାଇରସ୍ ସମୟରେ ଆଉ ସମସ୍ତଙ୍କୁ ଅନଲାଇନ୍ ମାଧ୍ୟମରେ ସଦାପ୍ରଭୁଙ୍କର ବାକ୍ୟ ପ୍ରସାରଣ କରିବାରେ ସାହାଯ୍ୟ କରୁଛନ୍ତି। ଆସନ୍ତୁ ପ୍ରାର୍ଥନା କରିବା ବାକ୍ୟ ପୂର୍ବରୁ ସଦାପ୍ରଭୁଙ୍କ ନିକଟରେ ମୁଣ୍ଡ ନୁଆଁ। କରୁଣାମୟ ସ୍ୱର୍ଗସ୍ଥ ପିତା ପ୍ରଭୁ, ତୁମ ପବିତ୍ର ମହାନାମର ଧନ୍ୟବାଦ ଦେଉଛି। ତୁମେ ରାଜାମାନଙ୍କ ରାଜା, ମହାନ ପରମେଶ୍ୱର ପ୍ରଭୁ, ଏହି ସୁନ୍ଦର ସୁଯୋଗ ଦେଇଛ। ଏହି ଭୟଙ୍କର ପରିସ୍ଥିତି ମଧ୍ୟରେ ଆମମାନଙ୍କୁ ପ୍ରଭୁ ତୁମରି ବାକ୍ୟ ଆଲୋଚନା କରିବା ନିମନ୍ତେ ସୁନ୍ଦର ସୁଯୋଗ ଦେଇଛ ବୋଲି ତୁମକୁ ଧନ୍ୟବାଦ ଦେଉଛି। ପ୍ରଭୁ ସବୁ ମଙ୍ଗଳଦାନ ତୁମେ ଆମମାନଙ୍କୁ ଦେଇଛ। ତୁମ ବାକ୍ୟ ଜୀବନ୍ତ ବାକ୍ୟ ମଧ୍ୟ ଦେଇଛ, ସେଥି ନିମନ୍ତେ ଧନ୍ୟବାଦ ଦେଉଛି। ପ୍ରଭୁ ଏହି ବାକ୍ୟ ଯେତେ ଜଣ ଆମେ ଶୁଣିବା, ଆଲୋଚନା କରିବା, ସମସ୍ତଙ୍କ ମନରେ ପ୍ରଭୁ ତୁମେ କାର୍ଯ୍ୟ କର, ଯେପରି ଏହି ବାକ୍ୟ ବିଶେଷ ଭାବରେ ଏହି ମହାମାରୀ କରୋନା ସମୟରେ ଆମମାନଙ୍କ ଜୀବନରେ କାର୍ଯ୍ୟକାରୀ ହେବା ପାଇଁ ପାରିବ, ସାହାଯ୍ୟ କରିବାକୁ ପାରିବ। ପ୍ରଭୁ ତୁମେ ଦୟାକର, ସବୁ ବିଷୟକୁ ତୁମେ ନିୟନ୍ତ୍ରଣ କର। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭୁ ତୁମେ ଆମମାନଙ୍କ ସଙ୍ଗେ ସଙ୍ଗେ ରୁହ। ତୁମେ ମୋତେ ହଜାଅ ଲୁଚାଅ, ମୋ ମୁଖ ଦେଇ ତୁମେ କଥା କୁହ। ଏହି ଅଳ୍ପ ନିବେଦନ କେବଳ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍। ଆମେ ଭାଇ ଭଉଣୀମାନେ ସମସ୍ତଙ୍କୁ ମୁଁ
ଖ୍ରୀଷ୍ଟ ପାଇଁ ମୋର ନମସ୍କାର ଜଣାଇବା ସଙ୍ଗେ ସଙ୍ଗେ ଆଉ ଜଣାଉଛି ବିଶେଷ ଭାବରେ ଯେ ଆମେ ସମସ୍ତେ ଭଲ ଭାବରେ ଜାଣିଛୁ, ଅନୁଭବ କରିଛୁ ଯେ ଆଜି ଆମର ସହର କୁହନ୍ତୁ, ଜିଲ୍ଲା, ରାଜ୍ୟ, ଦେଶ ତଥା ସମଗ୍ର ବିଶ୍ୱ ଏକ ଭୟଙ୍କର ପରିସ୍ଥିତି, ଯାହାକି ସମସ୍ତେ ଜାଣିଛନ୍ତି କରୋନା ଭାଇରସର ସେ ସମୟ ଆଉ ଭୟଙ୍କର ମହାମାରୀର ସମୟ। ଏହା ମଧ୍ୟରେ ଆମେ ଗତି କରୁଛୁ ଆଉ ସମସ୍ତେ ଆତଙ୍କିତ ହୋଇ ଆଉ ଏହି ସମୟରେ ଭୟଭୀତ ହୋଇ ଜୀବନଯାପନ କରୁଛନ୍ତି। କାଲି କ'ଣ ହେବ ଆମେ ଜାଣିନୁ, କିନ୍ତୁ ଏହିପରି ଏକ ଭୟଙ୍କର ସମୟରେ, ଏହିପରି ଏକ ବିପତ୍ତି ସମୟରେ ଈଶ୍ୱରଙ୍କର ପ୍ରତିଜ୍ଞାଯୁକ୍ତ ବାକ୍ୟ ଯେ ଆମମାନଙ୍କୁ ଉଦ୍ଧାର କରିବାରେ, ଆମମାନଙ୍କୁ ସୁରକ୍ଷା ଦେବାରେ, ଆମମାନଙ୍କୁ ସୁସ୍ଥ କରିବାରେ ଆଉ ସାହାଯ୍ୟ କରେ, ଆମମାନଙ୍କୁ କଥା କୁହେ। ଆମେ ଅନେକ ସମୟରେ ଏଇ କଥାକୁ ଭୁଲି ଯାଇଥାଉ। ଆମେ ଅନେକ ସମୟରେ ଆମର ନିକଟରେ ଯେଉଁ ପ୍ରତିଜ୍ଞାଯୁକ୍ତ ବାକ୍ୟ ଅଛି ତାକୁ ଆମେ ଭୁଲି ଯାଇ ଆମେ ଜଗତ ପଥରେ ଯାଇଥାଉ। ଆସନ୍ତୁ এই ବାକ୍ୟ ଯାହାକି এই ବିପତ୍ତି ସମୟରେ, ମହାମାରୀ ସମୟରେ ଆମକୁ ଆଉ କେବଳ ଶାରୀରିକ ସୁସ୍ଥତା ଦିଏ ନାହିଁ, ମାତ୍ର ଆତ୍ମିକ ସୁସ୍ଥତା ମଧ୍ୟ ଦିଏ। ଆସନ୍ତୁ ଆମେ ପବିତ୍ର ବାଇବଲରୁ ଆଉ ଦୁଇଟି ଅଂଶ ପଢ଼ିବା, ତାହା ଆପଣମାନେ ପାଇବେ ଦ୍ୱିତୀୟ ବଂଶାବଳୀ ତାର 7 ପର୍ବ 13 ଆଉ 14। ଦ୍ୱିତୀୟ ବଂଶାବଳୀ ପ୍ରଥମ ଶାସ୍ତ୍ର ପାଠ 7 ପର୍ବ 13 ଆଉ 14 ପଦ ଆମେ ପଢ଼ିବା। ସେଥିରେ ଏପରି ଲେଖାଯାଏ, ଆମ୍ଭେ ବୃଷ୍ଟି ନହିବା ପାଇଁ ଆକାଶ ରୁଦ୍ଧ କଲେ, କିଅବା ଦେଶ ବିନାଶ କରିବା ପାଇଁ ପଙ୍ଗପାଳମାନଙ୍କୁ ଆଜ୍ଞା ଦେଲେ, ଅଥବା ଆମ୍ଭେ ଆପଣା ଲୋକମାନଙ୍କ ମଧ୍ୟକୁ ମହାମାରୀ ପଠାଇଲେ, ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କ ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା। ଦ୍ୱିତୀୟ ଶାସ୍ତ୍ର ପାଠ ସେଇ ଦ୍ୱିତୀୟ ବଂଶାବଳୀ ତାର 20 ପର୍ବ 9 ପଦ। ଦ୍ୱିତୀୟ ବଂଶାବଳୀ ତାର 20 ପର୍ବ 9 ପଦରେ ଲେଖାଯାଏ, ଯେବେ ଆମ୍ଭମାନଙ୍କ ପ୍ରତି ଅମଙ୍ଗଳ, ଖଡ଼୍ଗ, ଦଣ୍ଡ, ମହାମାରୀ କି ଦୁର୍ଭିକ୍ଷ ଉପସ୍ଥିତ ହେବ, ତେବେ ଆମ୍ଭେମାନେ ଏହି ଗୃହ ସମ୍ମୁଖରେ ଓ ତୁମ୍ଭ ସମ୍ମୁଖରେ ଠିଆ ହେବୁ, କାରଣ ତୁମ୍ଭ ନାମ ଏହି ଗୃହରେ ଅଛି। ଆଉ ଆମ୍ଭେମାନେ ଆପଣା ସଙ୍କଟ କାଳରେ ତୁମ ନିକଟରେ ପ୍ରାର୍ଥନା କରିବା, ତହିଁରେ ତୁମ୍ଭେ ଶୁଣି ଉଦ୍ଧାର କରିବ। ଏଇ ଦୁଇଟି ଶାସ୍ତ୍ର ପାଠ ଆମେ ଯେ ପଢ଼ିଲୁ ବାଇବଲ ଅନୁସାରେ, ପ୍ରଥମ ଅଂଶ ଯୋଉଟା 7 ପର୍ବ 13-14ରେ ଯେତେବେଳେ ସଦାପ୍ରଭୁଙ୍କୁ ଗୃହ ରାଜା ସଲୋମନ ସମାପ୍ତ କରିଥିଲେ, ଆଉ ସେଇଦିନ ସଦାପ୍ରଭୁ ରାତ୍ରିକାଳୀନ ଦର୍ଶନରେ ସଲୋମନ ରାଜାଙ୍କୁ ଏଇ ବାକ୍ୟ କହୁଛନ୍ତି। ତିନିଟି ଆମେ ଦେଖିବା, ତିନିଟି ମହାବିପଦ କଥା କହିଛନ୍ତି, ଯେ ଆକାଶ ରୁଦ୍ଧ କଲେ ଅର୍ଥାତ୍ ଦୁର୍ଭିକ୍ଷ, ପଙ୍ଗପାଳ ଆଉ ମହାମାରୀ। ତିନିଟି ତା ସାଙ୍ଗରେ କଣ୍ଡିସନ ଦଉଛନ୍ତି ଇସ୍ରାଏଲ ଲୋକମାନଙ୍କୁ। ଆଉ ଯେବେ ଆମ୍ଭ ନାମରେ ବିଖ୍ୟାତ ଆମମାନଙ୍କ ଲୋକ ଆପଣମାନଙ୍କୁ ନମ୍ର କରିବେ, ଆମ୍ଭର ମୁଖ ଅନ୍ୱେଷଣ କରିବେ ଓ ଆପଣା ଆପଣା କୁପଥରୁ ଫେରିବେ। ଏଇ ତିନିଟି ବିଷୟ, ପୁଣି ସଦାପ୍ରଭୁ ଆଉ ତିନିଟି ବିଷୟ ଜଣୁଛନ୍ତି ତାଙ୍କ ଆଡ଼ୁ। ଏଇସବୁ ବିଷୟ ଯଦି ସେମାନେ କରିବେ, ତାହେଲେ ଆମ୍ଭେ ସ୍ୱର୍ଗରୁ ଶୁଣିବା, ସଦାପ୍ରଭୁ ପ୍ରାର୍ଥନା ଶୁଣିବେ, ସେମାନଙ୍କ ପାପ କ୍ଷମା କରିବେ ଓ ସେମାନଙ୍କ ଦେଶ ସୁସ୍ଥ କରିବେ। ଆମେ ଦେଖୁଛୁ ଏଇଟା ସଲୋମନ ରାଜାଙ୍କୁ ସଦାପ୍ରଭୁ ସୈନ୍ୟ କହିଥିଲେ। ଦ୍ୱିତୀୟ ଶାସ୍ତ୍ର ପାଠ ଆମେ ଯଦି ବାଇବଲ ଆପଣ ଖୋଲିବେ, ଦ୍ୱିତୀୟ ବଂଶାବଳୀ ତାର 20 ପର୍ବ, ଆଜି ଆମେ କିଛି ଅଂଶ ସେଠୁ ଦେଖିବା। ଆଉ 9 ପଦରେ ଆଉ କିଛି ବିପଦ ବିଷୟ ଲେଖା ହେଇଛି, ଯୋଉଟା କି ରାଜା ଜିହୁଦାର ରାଜା ଜିହୋଶାଫାଟ, ଆଉ ଯିଏକି ସଲୋମନଙ୍କ 4ର୍ଥ ପିଢ଼ିର ରାଜା, ସଲୋମନଙ୍କ ପୁଅ, ତାଙ୍କ ପୁଅ, ତାଙ୍କ ପୁଅ, ତାଙ୍କର ପୁଅ। ଆଉ ସେଇ ଜିହୋଶାଫାଟ ସିଏ ଯେତେବେଳେ ଜିହୁଦାର ରାଜା ହେଇଥିଲେ, ସେଇ ସମୟରେ ଏକ ଭୟଙ୍କର ବିପଦ
खड़ग कहतु दंड कहतु से प्रकार विपद आसीथिला। आउ जो विपद की से दिन जिहुदा देश को आसीथिला से माने होचंती मोआबर लोक, अम्मन लोक आउ अम्मेनिय लोक। बाइबल लिखा जाए प्रथम पर्व रे प्रथम पदरे 20 पदरे जे यही प्रकार भयंकर लोक माने एक महाजनता लिखा जाए अति लक्ष लक्ष लोक होइथिबे एक महाजनता जहाँकि जिहुदार सैन्य श्रेणीर लोक बा जिहुदार लोक मानक ठारू बहुत गुणरे बेसी थिला। आउ से पई सेमाने समस्ते भयभीत होइथिले। एक भयंकर जातीय विपत्ति जहाँ नेशनल क्राइसिस बोली आम कहवा से दिन आउ से भयंकर विपद समय जियोसाफट आउ ता संघरे तांको संघरे अनेक लोक आमे पर विषय को जीवा अनेक लोक से माने सदाप्रभु को गृह सम्मुख रे यही प्रार्थना करथिले कारण तुंब नाम यही गृह रे अछि आउ आम्भे माने अपना संकट समय तुम निकट प्रार्थना करू तहिरे तुम्बे शुणी उद्धार कर। आमे प्रथमे देखिबू 20 पर्व तार 4 पदरे लिखा जाए आउ जिहुदार लोक माने सदा प्रभु को साहाय्य लोड़िबा पई ओ तांकर अन्वेषण करिया पई एकत्र हेले। प्रथम स्टेप से माने नेले सदा प्रभुकर अन्वेषण करबा आउ तांको साहाय्य लोड़िबा। अनेक समय आम निकटरे से अति परिचित पद जहाँकि गीत संगीता तार 46 पर्व 1 पदरे आमे समस्त जानिचु परमेश्वर आमान आश्रय और बल दुर्दशा काल अति निकटवर्ती सहाय आम मुखरे अच्छी समस्ते कही दियंती किंतु प्रैक्टिकली ताकू विपद समय कार्यकारी करने समय आमे भूली जाता से सदा प्रभु को जे कि आमंकर अति निकटवर्ती सहाय आउ जी आमन को कि साहाय्य करिवार परमेश्वर आमे देखिबो। अनेक समय ये जो लोक माने आसीबे से दिन से मानकर समस्त विषय से मान छाड़ी देले ए महा विपद को सम्मुखीन करिवा पई बा साहाय्य सदा प्रभु को पाखरु जे साहाय्य आसे आ गोटे पद जदि आमे देखिबू आउ तार जिसाए तार 41 पर्व 10 पदरे लिखा जाए तुम्भे भय कर नहीं कारण आम्भे तुम संगे अच्छु निराश हुआ नहीं कारण आम्भे तुम्हार परमेश्वर आम्भे तुमको सबल करवा हाँ आम्भे तुम्हार साहाय्य करवा हाँ आम्भे अपना धर्म स्वरूप दक्षिण हस्तरे तुमको धरी रखा एते बड़ प्रतिज्ञा वाक्य आम पाखे रही से दिन से जिहुदार लोक माने सदा प्रभु को ठारू साहाय्य लोड़िया आसीथिले से माने कौन सी राजा को डकैलेनी जियोसाफट कौन सी अन्य राजा मान को डकैलेनी कौन सी बाहर सैन्य सामंत मान को डकैलेनी किंतु से माने जे सदा प्रभु जे साहाय्य करिवे यह से माने जानिथिले आउ सदा प्रभु को ठारू जे साहाय्य आसे अनेक समय आमे कौन करू ना मनुष्य मान को साहाय्य न बड़ बड़ नेता मान को साहाय्य न बड़ बड़ शक्तिशाली देश मान को साहाय्य न किंतु सदा प्रभु सर्वोपरि सबुठु उपरे से परमेश्वर तांको साहाय्य बिना हमें कौन सी विपद को एड़े दे पारिबो नाही। तेणु आज आम प्रथम विषय होची फास्ट स्टेप जे सदा प्रभु अन्वेषण करवा आउ तांको साहाय्य लोड़िबा। आज यही भयंकर विपद समय आसु आमे से सदा प्रभु को साहाय्य लोड़िबा। द्वितीय विषय आमे देखिबा 20 पर्व 9 पदरे विभिन्न प्रकार जोटा कि आमे प्रथम पढ़िलु विभिन्न प्रकार भयंकर विषय से कथा लिखा है अमंगल खड़ग दंड महामारी दुर्भिक्ष इत्यादि संकट समय से माने कहउचंती आमे प्रभु तुमको डाकिवा तुम्हें हमको उद्धार करिवो। गीत संगीता तार 50 पर्व 15 पदरे पुणी संकट दिन रे आंभ को डाक आंबे तुमको उद्धार करिवा आउ तुम्भे आमर महिमा प्रकाश करिवो। सुंदर वाक्य आमन को सब दिया आमने बाइबल पढ़ू बाइबल स्टडी करू बहुत विषय जानुचु किंतु कार्यकारी करिवा पई अनेक समय भूली जाय थाउ जहा कि आमनकर ए विपद समय आमनकर
ଦୁର୍ଦ୍ଦଶା ସମୟରେ ସଦାପ୍ରଭୁ ଯେ ଆମମାନଙ୍କ ସହବର୍ତ୍ତୀ, ସଦାପ୍ରଭୁ ଯେ ଆମମାନଙ୍କ ସାହାଯ୍ୟକାରୀ, ସଦାପ୍ରଭୁ ଯେ ଆମମାନଙ୍କର ବିଶ୍ୱସ୍ତ ପରମେଶ୍ୱର ଅସାଧ୍ୟ ସାଧନ କରନ୍ତି। ଆମେ ଦୁଇଟି ବିଷୟ ବାଇବଲରେ ଦେଖିବା, ବାହାର କୌଣସି ଉଦାହରଣ ଦରକାର ନାହିଁ। ସେଇ ଦୁଇଟି ଉଦାହରଣ ହେଉଛି ଯେତେବେଳେ ଫାରୋ ରାଜାଙ୍କ ପାଖରୁ ମୋଶା ଇସ୍ରାଏଲ ଲୋକମାନଙ୍କୁ ବାହାର କରିକି ନେଇଗଲେ। ଆମେ ଜାଣୁ 6 ଲକ୍ଷ ପୁରୁଷ ଥିଲେ, ଯଦି ସ୍ତ୍ରୀ ଛୁଆ ପିଲାଙ୍କୁ ହିସାବ କରିବା ମିନିମମ୍ 10 ଲାକ୍ସ ହେଇଥିବ, ମିନିମମ୍ 10 ଲାକ୍ସ ଲୋକ। ଆଉ ସେଦିନ ମିଶ୍ର ଦେଶରୁ ବାହାରିକି ଯାଉଛନ୍ତି। ଯେତେବେଳେ ବାହାରିକି ଯାଇକି ସମୁଦ୍ର କୂଳରେ ସେଇ ସୁପ ସାଗର ନିକଟରେ ପହଞ୍ଚିଛନ୍ତି, ଆଉ ସେତେବେଳେ ଫାରୋଙ୍କର ସୈନ୍ୟ ସାମନ୍ତ ରଥ ବର୍ଚ୍ଛା, ସେଇ ସମୟ ସେଇ ଯୁଗରେ ମିଶ୍ର ଦେଶ ଅତି ଉନ୍ନତ ଥିଲା, ଆଉ ତାଙ୍କର ସୈନ୍ୟମାନେ ମଧ୍ୟ ଅତି ସୁଶିକ୍ଷିତ ଥିଲେ। ସେହିପରି ଭୟଙ୍କର ସୈନ୍ୟ। ଆଉ ସେମାନେ ଯେତେବେଳେ ଆସୁଛନ୍ତି ଏମାନଙ୍କୁ ଆଟାକ୍ କରିବା ନିମନ୍ତେ, ହୁଏତ ଇସ୍ରାଏଲ ଦେଶ ଯଦି ପ୍ରଭୁ ସାହାଯ୍ୟ କରିନଥାନ୍ତେ କିଣାନ ଦେଶକୁ ଯାଇପାରି ନଥାନ୍ତେ, ସେମାନେ ସମସ୍ତଙ୍କୁ ହତ୍ୟା କରିଥାନ୍ତେ। ଆଉ ଏମାନେ ଖାଲି ହାତରେ ଯାଉଥିଲେ ଇସ୍ରାଏଲ ଲୋକମାନେ। କିନ୍ତୁ ଆମେ ଜାଣୁ ଯାତ୍ରା ପୁସ୍ତକ 14 ପର୍ବ 14 ପଦରେ ସେମାନେ ଯେତେବେଳେ ମାଡ଼ି ଆସୁଛନ୍ତି, ଲୋକମାନେ ସଦାପ୍ରଭୁଙ୍କୁ ଡାକ ପକେଇଲେ, ମଶାଙ୍କୁ ନାନା ପ୍ରକାର ଗାଳି ଦେଲେ, କଣ ମିଶରେ ଖବର ନଥିଲା ତମେ ଆମକୁ ଏଇଠି ମାରିବା ପାଇଁ ଆଣିଲ? କିନ୍ତୁ ମଶା ତାଙ୍କୁ ଉତ୍ତର ଦେଲେ, ତୁମେ ଭୟ କର ନାହିଁ, ସଦାପ୍ରଭୁ ଆଜି କି ପ୍ରକାର ଉଦ୍ଧାର କରିବେ ଏହା ଦେଖ। ତୁମେ ମାନେ नीरव रहिब आउ परमेश्वर तुमମାନଙ୍କ निमंते युद्ध करिवे। जे जो ईश्वर लोक मान को देखुच, सैन्य मान को देखुच, आ अनंत काल केबे से मान को देखिबनी। आ हमें जानू ता परवर्ती विषय किपरि से जष्टि को मशा सदाप्रभु को आज्ञा अनुसार समुद्र पर रखिले। आ सदाप्रभु से बाड़ी रु केवल समुद्र दिभाग नथिला। आमे अनेक विश्वास करू जे बाड़ी रखिला कहीं समुद्र विभाग नहीं। सदाप्रभु लेखा जाए सदाप्रभु प्रचंड पूर्वीय वायु आमर जे अम्फान तूफान है आम अल्प दिन आगु देखी तार स्पीड थिला 200 भितर। जदि 200 किलोमीटर घंटा को जदि एते नष्ट करि पारते समुद्र को जे विभाग करिवार केते पवन नहिथियो। सदाप्रभुଙ୍କର असीम शक्ति आ सदाप्रभुଙ୍କର सेही असंभव को संभव करिवार से करती। जेतेबेले संकट समय आम प्रभु डाकू से दिन से लोक मानकर दृढ़ विश्वास थिला जे मशाकर दृढ़ विश्वास थिला जे सदाप्रभु जे इस्राएल लोक मान को बाहर कर लक्ष लक्ष लोक ताको संगे पशु पक्षी समस्ते चलुचंती किंतु सदाप्रभु से रक्षा करथिले। द्वितीय विषय आम देखा प्रथम राजा बलि तार 18 पर्व 34 ରୁ 38 आपण माने से कहानी जानी मु संक्षेप कहूँ। एलियो जाजक एलियो भविष्य वक्ता आउ से समय समरिया देश में दुर्भिक्ष 3 वर्ष दुर्भिक्ष पड़ता। आउ से दुर्भिक्ष समय आहाब राजा समरिया राजा आहाब को निकट को आउ एलियो जाइथिले। आउ से समय गोटे चैलेंज सम्मुखीन होते गोटे आह्वान सम्मुखीन होते कौन ना से माने इस्राएल लोक बाल देवता मान बाल देवतार पश्चातगामी होते। आउ राणी इस्बेल कर 450 भविष्य वक्ता थे समस्त इस्राएल लोक मान से बाल देवता आड़ को टाणुले। आउ जिते एलियो गले आहाब राजा को कहले से भविष्य वक्ता मान को कहले देखो तुम्हें आमे दुईटी यज्ञ वेदी निर्माण करवा गोटी करे तुम्हें प्रथमे तुम्हें सुजोग नब आउ सी काठ वृक्ष सब बलि दब किंतु अग्नि नथिबो अग्नि बा निया नथिबो। आउ से माने प्रथम सकाळ संध्या पर्यंत चेष्टा कले निज निज देह को खंड विखंड कले क्षत विक्षत कले किंतु बाल कौन जेहेतु से मृत देवता कौन प्रकार उत्तर पाइले। आउ जिते संध्या समय एलियो पाली पड़ा एलियो से यज्ञ वेदी को आउ थे सजाले केवल काठ वृक्ष छड़ा खाई करी कलसी कलसी पानी ढालिले जल ढालिले। आउ सदाप्रभु निकट प्रार्थना कले अब्राहम हे अब्राहम ईश्वर इसहाक ईश्वर इस्राएल परमेश्वर आउ मुझे तुमर सेवक मुझे तुम वाक्य अनुसार यह कार्य कर
ଆଉ ଲୋକମାନଙ୍କ ଅନ୍ତଃକରଣ ଯେପରି ଫେରିବ ତୁମ ନିକଟକୁ ଆଜି ତୁମେ ସେ କାର୍ଯ୍ୟ କର। ମୋ ପ୍ରାର୍ଥନା ଶୁଣ। ଆମେ ଜାଣିଛୁ ସଦାପ୍ରଭୁଙ୍କ ନିକଟରୁ ଅଗ୍ନି ପତିତ ହୋଇ ଆଉ ସେଇ କାଠ ସହିତ ପଥର ପାଣି ସବୁକୁ ଚାଟି ପକାଇଲା। ଦୁଇଟି ବିଷୟ ଆମେ ଦେଖିବୁ। ଆଉ ସେଦିନ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଫେରିଲେ। ସଦାପ୍ରଭୁ ହିଁ ପରମେଶ୍ୱର କହିକି ସେମାନେ ମୁହଁ ମାଡ଼ିକି ସଦାପ୍ରଭୁଙ୍କ ଧନ୍ୟବାଦ କଲେ, ପ୍ରଭୁଙ୍କ ପାଖେ ଫେରିଲେ। ଦ୍ୱିତୀୟ ବିଷୟ ହେଉଛି ଯେ 3 ବର୍ଷ ଦୁର୍ଭିକ୍ଷ ପଡ଼ିଥିଲା। ଆଉ ଯେତେବେଳେ କର୍ମେଲ ପର୍ବତ ଉପରେ ଆଉ ସେ ପ୍ରାର୍ଥନା କଲେ, ଏଲିୟ ପ୍ରାର୍ଥନା କଲେ, ସଦାପ୍ରଭୁ ସେ ପ୍ରାର୍ଥନା ଶୁଣିକି ଭୟଙ୍କର ବୃଷ୍ଟି ଆଣିଲେ, ଆଉ ଯାହାକି ଲୋକମାନଙ୍କ ପକ୍ଷରେ ଆଶୀର୍ବାଦ ଯୁକ୍ତ ହୋଇଥିଲା। ତେଣୁ ଆମେ ପ୍ରଭୁଙ୍କ ଠାରେ ବିଶ୍ୱାସ କରୁ, ସେ ଅସାଧ୍ୟ ସାଧନ କରିବାର ପରମେଶ୍ୱର। ସିଏ ଆମେ ଯାହାକି ଆଶା କରୁନୁ ସିଏ ଆମମାନଙ୍କ ନିମନ୍ତେ କରିବା ପରମେଶ୍ୱର। ତେଣୁ ଆମେ ଏଇ ମହାମାରୀ ସମୟରେ, ଏଇ ବିପଦ ସମୟରେ ଯେପରି ପ୍ରଭୁଙ୍କ ନିକଟରେ ବିଶ୍ୱାସ କରୁ ଆଉ ତାଙ୍କ ନିକଟରେ ପ୍ରାର୍ଥନା କରୁ। ତୃତୀୟ ବିଷୟ ଆମେ ଦେଖିବା, ସେଠି ଲେଖାଯାଏ ଜିହୋଶାଫାଟ ପ୍ରାର୍ଥନା କରୁଛନ୍ତି ତାଙ୍କ ସାଙ୍ଗରେ ଆଉ ଯେତେ ଜିହୁଦାର ଲୋକ ସବୁ ନଗର ଗ୍ରାମରୁ ସମସ୍ତେ, ଇଭିନ୍ ଲେଖାଯାଏ ଶିଶୁ ଭାର୍ଯ୍ୟା ଆଉ ପିଲା ଛୁଆ ସନ୍ତାନ ସନ୍ତତି ସମସ୍ତେ, ଘରେ କେହି ନଥିଲେ। ଆଉ ସମସ୍ତେ ଲୋକ ସେଇ ମନ୍ଦିର ପାଖେ ସଦାପ୍ରଭୁଙ୍କ ମନ୍ଦିର ବାହାରେ ଠିଆ ହେଇଥିଲେ ଆଉ ଏଇ ପ୍ରକାର ପ୍ରାର୍ଥନା କରିଥିଲେ, ଆମ୍ଭମାନଙ୍କର ପ୍ରତିକୂଳରେ ଆଗତ ଏଇ ବୃହତ୍ ଦଳ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ପରାକ୍ରମ ନାହିଁ, ଅଥବା କଣ କରିବାକୁ ହେବ ଆମ୍ଭେମାନେ ଜାଣିନାହୁଁ, କେବଳ ତୁମ୍ଭ ପ୍ରତି ଆମର ଦୃଷ୍ଟି ଅଛି। ଆଜି ଏଇ ବାକ୍ୟ ଆମମାନଙ୍କୁ ବହୁତ ଉତ୍ସାହିତ କରିବ। ନିଶ୍ଚିତ ଭାବରେ ପ୍ରଥମେ ସେମାନେ କହୁଛନ୍ତି ଆମମାନଙ୍କ ପ୍ରତିକୂଳରେ ଆଗତ ଏଇ ବୃହତ୍ ଦଳ ବିରୁଦ୍ଧରେ ଆମମାନଙ୍କର କୌଣସି ପରାକ୍ରମ ନାହିଁ। ମୁଁ ପ୍ରଥମେ କହିଲି ସେଇ ଯେ ମହାଜନତା, ଅନେକ ଯୋଦ୍ଧା, ଲକ୍ଷ ଲକ୍ଷ ଯୋଦ୍ଧା ସେନ ଯେ ମାଡ଼ି ଆସୁଥିଲେ, ସେମାନଙ୍କୁ ହତ୍ୟା କରିଥାନ୍ତେ, ଘର ଜଳେଇ ଦେଇଥାନ୍ତେ, ବନ୍ଦୀ କରିଥାନ୍ତେ, ସମଗ୍ର ଜିହୁଦା ଦେଶକୁ ନଷ୍ଟ ଭ୍ରଷ୍ଟ କରିଥାନ୍ତେ। ଆଉ ସେମାନେ କଣ କହୁଛନ୍ତି, ଆମର କୌଣସି ପରାକ୍ରମ ନାହିଁ। ଆଜି ଯଦି ଆମେ ଜଗତକୁ ଦେଖିବା, ବିଶେଷ ଭାବରେ କରୋନା ଭାଇରସ ସମୟରେ ଦେଖିବା, जो अमेरिका कहतु, इंग्लैंड कहतु, फ्रांस, जर्मनी जेमाने की स्वास्थ्य सेवा मेडिकल साइंस रे अति उन्नत, भारत ठारू बहु गुण रे उन्नत, आ से माने समस्त कोरोना भाइरस निकट रे विफल होइचंती, परास्त होइचंती। आमे बारंबार से खबर सुनुचु, आज मध्य से परास्त होइकी रहिचन, कोन करिवे जानती नहीं। किंतु जे कि ओमनिसाइंट हमर प्रभु, जे कि सर्वज्ञानी, ଆଉ ଯେତେବେଳେ ତାଙ୍କ ନିକଟରେ ଆମେ ଡାକ ପକଉ, ପ୍ରାର୍ଥନା କରୁ, ଏଇ ଭୟଙ୍କର ମହାମାରୀ ସମୟରେ ଆମର କଣ କରିବାର କିଛି ଆମ ନାହିଁ। ଏହା ପ୍ରତିକୂଳରେ ଆମର ବିରୁଦ୍ଧରେ ଆମମାନଙ୍କର କୌଣସି ପରାକ୍ରମ ନାହିଁ। ନିଜର ବୁଦ୍ଧି, ବଳ, ପରାକ୍ରମ, ଲୋକଶକ୍ତି ଯାହା ବି କୁହନ୍ତୁ, ସବୁକୁ ଆମେ ପ୍ରଭୁଙ୍କ ସମ୍ମୁଖରେ ଆଉ ଯେତେବେଳେ ସମର୍ପଣ କରୁ, ଏକ ନମ୍ରତାର ପ୍ରାର୍ଥନା କରୁ, ଆତ୍ମସମର୍ପଣ ପ୍ରାର୍ଥନା କରୁ, ଆଉ ସଦାପ୍ରଭୁ ସେତେବେଳେ ପ୍ରାର୍ଥନା ଶୁଣନ୍ତି। ଅଥବା କଣ କରିବାକୁ ହେବ ଆମେ ଜାଣିନା, ସବୁ ଭାର ପ୍ରଭୁ ତୁମେ ନିଅ। ଆଉ ତୃତୀୟରେ କଣ, କେବଳ ତୁମ୍ଭ ପ୍ରତି ଆମମାନଙ୍କର ଦୃଷ୍ଟି ଅଛି। ସବୁବେଳେ ଆମେ ଦେଖିବା ଯେ ସଦାପ୍ରଭୁଙ୍କ ନିକଟରେ ଆମେ ଦୃଷ୍ଟି ରଖିବା, କାରଣ ସେଇ ବାକ୍ୟ ଆମକୁ କୁହେ। ଏଇ ପଦ ମଧ୍ୟ ଅତି ପରିଚିତ ପଦ, ଆମେ ପିଲାବେଳୁ ଏଇ ପଦ ମୁଖସ୍ଥ କରି ଆସିଛୁ, ଯାହାକି ଗୀତ ସଂଗୀତା 121 ତାର 1 ଆଉ 2 ପଦରେ, ମୁଁ ପର୍ବତ ଗଣ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କରିବି, କେଉଁଠାରୁ ମୋର ସାହାଯ୍ୟ ଆସିବ, ମୋର ସାହାଯ୍ୟ ସଦାପ୍ରଭୁଙ୍କ ଠାରୁ ଆସେ। ସେ ଆକାଶ ମଣ୍ଡଳ ପୃଥିବୀ ନିର୍ମାଣ କଲେ, ସେ ତୁମ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ, ଇତ୍ୟାଦି ଇତ୍ୟାଦି। କିନ୍ତୁ ଆମେ ଆଜି କଣ ସେଇ ଭୁଲି ଯାଇଛୁ ଯେ ମୁଁ ଯେତେବେଳେ ଉର୍ଦ୍ଧ୍ୱ ଦୃଷ୍ଟି କରିବି ସଦାପ୍ରଭୁଙ୍କୁ, ଆଉ ସିଏ ମତେ ସାହାଯ୍ୟ କରିବେ, ମୋ ପ୍ରାର୍ଥନା ଶୁଣିବେ। ଆଉ କଣ ଲେଖାଯାଇଛି ସେଇ ସମୟରେ, ଗୋଟେ କଥା ଲେଖାଯାଇଛି, ସେ ଆକାଶ ମଣ୍ଡଳ ପୃଥିବୀ ନିର୍ମାଣ କଲେ, ସେ ତୁମକୁ ଚରଣକୁ। ୟା ସାଙ୍ଗେ ଆକାଶ ମଣ୍ଡଳ ପୃଥିବୀ କୌଣସି ସମ୍ପର୍କ ନାହିଁ ଯେ ମୁଁ ଉର୍ଦ୍ଧ୍ୱ ଦୃଷ୍ଟି କରିବି, ସିଏ ମୋ ଚରଣକୁ ବିଚଳିତ ହେବାକୁ। କାହିଁକି ଏଇ କଥା ଲେଖାଯାଇଛି ଯେ ପରମେଶ୍ୱର, ଠିକ ମହାନ ପରମେଶ୍ୱର, ସୃଷ୍ଟିକର୍ତ୍ତା ପରମେଶ୍ୱର, ଆଉ ଯେ କି ଆକାଶ ମଣ୍ଡଳ ଆଉ ପୃଥିବୀର ସୃଷ୍ଟିକର୍ତ୍ତା, ଆଉ ସିଏ ଯାହାକୁ କଣ୍ଟ୍ରୋଲ କରୁଛନ୍ତି, ଆକାଶ ମଣ୍ଡଳ ପୃଥିବୀ
ସୂର୍ଯ୍ୟ ଉଠୁଛି, ଗ୍ରହ ସମସ୍ତ ସୂର୍ଯ୍ୟ ଚାରିପଟେ ବୁଲୁଛନ୍ତି, ଆଉ ସେ ଉଲ୍କା ପିଣ୍ଡ ତା ବାଟେ ଯାଉଛି, ସବୁ ସଦାପ୍ରଭୁଙ୍କ କଣ୍ଟ୍ରୋଲ ନିୟନ୍ତ୍ରଣ ଭିତରେ ରହୁଛି। ଆଉ ଯିଏ ସମସ୍ତ ବିଷୟ କଣ୍ଟ୍ରୋଲ କରିପାରନ୍ତି ସେଇ ସଦାପ୍ରଭୁ ପରମେଶ୍ୱର ମତେ ଭଲ ପାଆନ୍ତି। ସିଏ ମୋ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ। ଆଉ ସିଏ ଯେ ପରମେଶ୍ୱର ଯିଏକି ସାହାଯ୍ୟକାରୀ ପରମେଶ୍ୱର, ସେ କେବେ ହେଲେ ଆମକୁ ଛାଡ଼ିବେ ନାହିଁ। ଆଉ ତେଣୁ ଆମେ ଏଇ ସମୟରେ, ଏଇ ଭୟଙ୍କର ସମୟରେ ଯେତେବେଳେ ତାଙ୍କ ଉପରେ ଯେତେବେଳେ ଆମେ ଦୃଷ୍ଟି ରଖୁ, ବିଶ୍ୱାସ ରଖୁ, ନମ୍ରତାର ସହିତ ପ୍ରାର୍ଥନା କରୁ, ତାହେଲେ ସଦାପ୍ରଭୁ ଆମେ ପ୍ରାର୍ଥନା ଶୁଣିବେ। ଆଉ ତାପରେ ଆମେ ଦେଖୁଛୁ 15 ପଦରେ, ଏଇ ମହାଜନତା ସକାଶୁ ତୁମମାନେ ଭୟ କର ନାହିଁ କି ନିରାଶ ହୁଅ ନାହିଁ, କାରଣ ଏଇ ଯୁଦ୍ଧ ତୁମମାନଙ୍କ ନୁହେଁ ମାତ୍ର ପରମେଶ୍ୱର। ଯୋଉ କଥା ସେନ ମଶା ହୋଇଥିଲେ ଆଉ ସେଇ ଇସ୍ରାଏଲ ଲୋକମାନଙ୍କୁ, ଏଇ କଥା ଜଣେ ଭବିଷ୍ୟତ ବକ୍ତାଙ୍କ ମୁହଁରେ ସଦାପ୍ରଭୁ ସେ ଏଇ ବାକ୍ୟ ଦେଇଥିଲେ। ଆଉ ସେମାନେ ସେଇ ବାକ୍ୟ ଶୁଣିଲା ପରେ କେବେ ହେଲେ ଚୁପ୍ ରହି ଯାଇନଥିଲେ। ସଦାପ୍ରଭୁ ନିଶ୍ଚିତ ଭାବରେ ଆମମାନଙ୍କୁ ରକ୍ଷା କରିବେ ଯେତେବେଳେ ଆମେ ଆଉ ତାଙ୍କଠାରେ ନିଜକୁ ସମର୍ପଣ କରୁ। ଆଜି ଏଇ ମହାମାରୀକୁ ଆମେ ଭୟ ନ କରି ପ୍ରଭୁଙ୍କ ନିକଟରେ ଏଇ ଯୁଦ୍ଧକୁ ସମର୍ପଣ କରୁ। ଏ ଯେ କରୋନା ଭାଇରସର ଯୁଦ୍ଧ ଆମେ କହୁଛୁ ତାକୁ ପରାସ୍ତ କରିବା, କିନ୍ତୁ ଆମମାନଙ୍କର କୌଣସି ପରାକ୍ରମ ନାହିଁ। ଆଉ ଯେତେବେଳେ ଆମେ ସଦାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ ନ କରୁଛୁ। ଶେଷ ବିଷୟ ଆମେ ଦେଖିବା, ଆଉ ସେଇ 20 ପର୍ବର 19 ରୁ 22 ପଦ ମଧ୍ୟରେ ସେଦିନ ଲେଖାଯାଏ, ସେଦିନ ଲେବୀୟ ମାନେ ଅତି ଉଚ୍ଚ ସ୍ୱରରେ ସଦାପ୍ରଭୁଙ୍କ ପ୍ରଶଂସା କରିବା ନିମନ୍ତେ ଠିଆ ହେଲେ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ, ତାଙ୍କର ପ୍ରଶଂସା କରିବାକୁ ଓ ଧନ୍ୟବାଦ କରିବାକୁ ଏକତ୍ର ହେଲେ। ପ୍ରିୟ ଭାଇ ଭଉଣୀ ମାନେ, ଆଉ ଯେତେବେଳେ ଆମେ ସଦାପ୍ରଭୁଙ୍କ ଧନ୍ୟବାଦ କରୁ, ପ୍ରଶଂସା କରୁ, ଆଉ ସେତେବେଳେ ସେ ଆମକୁ ବିଜୟ ଦିଅନ୍ତି। ଆମମାନେ ଯଦି ଜିହୋଶୁଆ ତା 6 ପର୍ବ 20 ପଦରେ ଦେଖୁ, ସମସ୍ତେ କାହାଣୀ ଜାଣିଛନ୍ତି। ଆଉ ଥରେ ସଂକ୍ଷେପରେ କହୁଛି, ଆଉ ଯେତେବେଳେ ସେଇ 7ମ ଦିନରେ 7 ଥର ତୁରୀ ବଜେଇ ସେମାନେ ଜିରିୟ ପାଚି କଡ଼ରେ ବୁଲିଲେ, ଆଉ ତୁରୀ ଧ୍ୱନି ଶୁଣି ଲୋକମାନେ ମହାଜୟଧ୍ୱନି କଲେ। ମହାଜୟଧ୍ୱନିରେ ଜୟଧ୍ୱନି କରନ୍ତେ ଜିରିହ ପାଚିରି ପଡ଼ି ସମଭୂମି ହେଲା। ସଦାପ୍ରଭୁ ଯେତେବେଳେ ଆମେ ତାଙ୍କୁ ଧନ୍ୟବାଦ ପ୍ରଶଂସା କରୁ, ଧନ୍ୟବାଦର ଗୀତ ଗାଉ, ପ୍ରଶଂସାର ଗୀତ ଗାଉ, ଆଉ ପ୍ରଭୁ ଠିକ ସେଇ ସମୟରେ ଆମମାନଙ୍କୁ ବିଜୟ ଦିଅନ୍ତି। ଆଜି ଆମମାନେ ଆସୁ, ଯେକୌଣସି ବିପଦ ହଉ, କରୋନା ଭାଇରସ ହଉ, ପଙ୍ଗପାଳ ହଉ, ଯେକୌଣସି ଆହୁରି ଅନେକ ବିପଦ ହୁଏତ ଆମମାନଙ୍କ ଜୀବନରେ ଆସିପାରେ ଭବିଷ୍ୟତରେ, କିନ୍ତୁ ଆମେ ମନେ ରଖିବୁ, ଯଦି ଆମେ ସଦାପ୍ରଭୁଙ୍କୁ ଅନ୍ୱେଷଣ କରୁ, ନମ୍ରତାର ସହ ପ୍ରାର୍ଥନା କରୁ, ଆଉ ସମସ୍ତ ମନ୍ଦ ପଥରୁ ଫେରି ଆସୁ, ତାହେଲେ ସଦାପ୍ରଭୁ ଆଉ ଫେରି ଆସିଲା ପରେ ତାଙ୍କର ଧନ୍ୟବାଦ ପ୍ରଶଂସା କରୁ, ତେବେ ନିଶ୍ଚିତ ଭାବରେ ସଦାପ୍ରଭୁ ଆମମାନଙ୍କୁ ବିଜୟ ଦେବେ। ଏଇ ମହାମାରୀରୁ ଆମମାନଙ୍କୁ ଉଦ୍ଧାର କରିବେ। ଆମ ଦେଶକୁ ସୁସ୍ଥ କରିବା ସଙ୍ଗେ ସଙ୍ଗେ ଆମମାନଙ୍କୁ ଆତ୍ମିକ ସୁସ୍ଥତା ମଧ୍ୟ ସେ ଦେବେ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଯେପରି ଏଇ ବାକ୍ୟ ଯେମାନେ ଶୁଣୁଛନ୍ତି, ଆଉ ଏଇ ବାକ୍ୟକୁ ଆମେ ଗ୍ରହଣ କରୁ, ଆଉ ପ୍ରଭୁଙ୍କୁ ଧନ୍ୟବାଦ ଦଉ। ଏଇ ବାକ୍ୟ ଆମମାନଙ୍କ ଜୀବନରେ କାର୍ଯ୍ୟକାରୀ ହଉ, ଆମମାନଙ୍କୁ ସାହାଯ୍ୟ କରୁ, ଯେପରି ଏଇ ମହାମାରୀ ସମୟରେ, କରୋନା ସମୟରେ ସଦାପ୍ରଭୁ ଆମମାନଙ୍କୁ ଉଦ୍ଧାର କରନ୍ତି, ଦେଶକୁ ସୁସ୍ଥ କରନ୍ତି। ଆସନ୍ତୁ ପ୍ରାର୍ଥନା କରିବା। ପ୍ରଭୁ ତୁମ ମହାନାମକୁ ଧନ୍ୟବାଦ ଦଉଛି, ତୁମେ ଏଇ ସୁନ୍ଦର ସୁଯୋଗ ଦେଲ କଥା କହିବା ପାଇଁ। ପ୍ରଭୁ ତୁମେ ମତେ ସାହାଯ୍ୟ କଲ, ଧନ୍ୟବାଦ ଦଉଛି। ଏ ବାକ୍ୟ ଯେପରି ଆମ ସମସ୍ତଙ୍କ ନିମନ୍ତେ କାର୍ଯ୍ୟକାରୀ ହେବ, ଆମ ସମସ୍ତଙ୍କ ନିମନ୍ତେ ସାହାଯ୍ୟ କରିବ। ଆମେ ପ୍ରଭୁ ଯେପରି ତୁମଠାରେ ନମ୍ରତାର ସହିତ ପ୍ରାର୍ଥନା କରିବୁ, ନାନା ପ୍ରକାର ମନ୍ଦ ପଥରୁ ଫେରିବୁ, ଆଉ ତୁମକୁ ଧନ୍ୟବାଦ ପ୍ରଶଂସା କରିବାକୁ ପାରିବୁ। ପ୍ରଭୁ ତୁମେ ପ୍ରତ୍ୟେକଙ୍କୁ ଦୟାକର, ଅନୁଗ୍ରହ କର। ଆଜି ଦିନର ସବୁ ଭାର ତୁମେ ଆମମାନଙ୍କ ବହନ କର। এই অল্প নিবেদন কেবল যিশুଙ୍କ ନାମରେ ମାଗୁଛି, ଆମେନ୍। ଧନ୍ୟବାଦ। ପ୍ରିୟ ବନ୍ଧୁଗଣ, ମୁଁ ବିଶ୍ୱାସ କରେ ଆଜିର ପ୍ରଚାରିତ ବାକ୍ୟ ଆମ ସମସ୍ତଙ୍କ ପାଇଁ ଆଶୀର୍ବାଦର କାରଣ ହେବ। ମୁଁ ବାଲେଶ୍ୱର ୟୁନିୟନ ପକ୍ଷରୁ ଶ୍ରୀଯୁକ୍ତ ରୂପ କୁମାର ମିଶ୍ରଙ୍କୁ ଧନ୍ୟବାଦ ଜଣାଏ। ସେ ଆଜି ଆମମାନଙ୍କୁ ଈଶ୍ୱରଙ୍କ ବାକ୍ୟ ପରିବେଷଣ କଲେ। ପ୍ରଭୁ ତାଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ପୁଣି ଏହି ଭିଡ଼ିଓ କାର୍ଯ୍ୟକ୍ରମକୁ ଯେଉଁମାନେ ପ୍ରସ୍ତୁତ କରିଛନ୍ତି, ଆମମାନଙ୍କର ବାଲେଶ୍ୱର ୟୁନିୟନ ଟେକ୍ନିକାଲ ଟିମ୍, ପ୍ରତ୍ୟେକଙ୍କୁ
मो हृदय कृतज्ञता जनाए प्रभु से मानक बहुल भाव आशीर्वाद करूँ। पुणी आपण मैंने जो मैंने कार्यक्रम को देखुंट आम उत्साहित करुँच मु प्रत्येक को बालेश्वर यूनियन पक्ष धन्यवाद जनाए और आपण मानक विनीत अनुरोध करे जे आपण मैंने आम यूट्यूब चैनल को अन्य बंधु मानक शेयर करूँ जेपरिक आगामी दिन मानक ईश्वर वाक्यर अधिकरू अधिक लोक मैंने शुणा पारे। शेष में आपण मानक अनुरोध करे आपण मानकर जदि किसी प्रार्थना अनुरोध रही मानक जन पारे आम स्क्रीन रे जो नंबर दी जाइए एवं जो ईमेल आईडी दी जाइए से आपण मैंने आम जोगाजोग करें और आपण मानकर प्रार्थनार अनुरोध आम जनवाक पारे। आम निश्चित भाव में आगामी दिन मानक आपण मानक निमंते प्रार्थना करूँ। आसतु आज उपासना कार्य को आम शेष करवा। मो अनुरोध करी बालेश्वर बाप्टिस्ट मंडलीर सहपालक रेवरेंड जॉन डिगल आम शेष प्रार्थना एवं आशीष प्रार्थना रे आगे नेबे। समस्त को धन्यवाद। प्रार्थना करी आज उपासना आम शेष करवा। प्रार्थना करवा। प्रिय प्रभु आम धन्यवाद प्रशंसा गौरव तुमको दौछु। आज आम वाक्य मध्य दे कथा कहले तेणु आम धन्यवाद दौ दौ वक्ता महाशय धन्यवाद दौछु। आज प्रचारित वाक्य अनुसार वक्ता श्रोता उभय को आशीर्वाद करंतु। आज वाक्य प्रमाण आम जेपरी निज निजको तुम निकट प्रस्तुत करने को पारिबु एही अनुग्रह आम प्रत्येक को दियंतु। सब गौरव सब महिमा तुमको दे प्रार्थना धन्यवाद प्रभु जीशु ख्रीष्ट नाम रे उत्सर्ग करुछु। एते बेले प्रभु जीशु ख्रीष्ट अनुग्रह पिता ईश्वर प्रेम पवित्र आत्मा सहभागिता आम प्रत्येकंकर सहवर्ती हेउ। आमेन।